କିନ୍ତୁ ଶ୍ରୀରବୀନ୍ଦ୍ର ଜଗନ୍ନାଥ ହେଉଛି ଆମର ପ୍ରକୃତି ପରିବର୍ତ୍ତନ ଯଦି ହେଉନାହିଁ ତାହେଲେ ଆମର କେତେ ପ୍ରଭୁଙ୍କୁ ପଢ଼ି ମୋ ଭିତରେ ଜ୍ଞାନ ଅଛି, ମୁଁ କେତେ ସମୟ ଧ୍ୟାନ କରୁଛି, ସେସବୁର କିଛି ମୂଲ୍ୟ ନାହିଁ ଯଦି ମୋର ନେଚର ଚେଞ୍ଜ ହେଉନି ଗ୍ରାଜୁଆଲି, ଆପଣ ପ୍ରକୃତି ଉପରେ ଯଦି କିଛି ପ୍ରଭାବ ପଡ଼ୁନି ତାମାନେ ମୁଁ କୌଣସି ଅଧିକାର ନାହିଁ ତାକୁ ଦେବା ପାଇଁ। ଦାମନଯୋଡ଼ିର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ସମର୍ପଣ ମଣ୍ଡଳସ୍ତରୀୟ ଏକ ଯୁବ ଛାତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଅରବିନ୍ଦ ସେଣ୍ଟ୍ରାଲ ଷ୍ଟଡି ସର୍କଲ ପକ୍ଷରୁ ଆୟୋଜିତ ଏହି 3 ଦିନିଆ ଶିବିରରେ ମାତୃପତାକା ଉତ୍ତୋଳନ, ମାର୍ଚ୍ଚ ପାଷ୍ଟ, ସାମୂହିକ ଦାନ ଏବଂ ବନ୍ଦେ ମାତରଂ ଗାନ କରାଯାଇଥିଲା। ପ୍ରତ୍ୟହ 3ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ଅଧିବେଶନରେ ଦଳଗତ ଆଲୋଚନା ଓ ବିବରଣୀ ପାଠ କରାଯାଇଥିଲା। ଅପରାହ୍ନରେ ଖେଳ କସରତ ଏବଂ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ସାନ୍ଧ୍ୟ ଅଧିବେଶନରେ ଯୋଗ ଓ ଜୀବନ, ଚେତନାର ଅଗ୍ରଗତି, ବାସ୍ତବ ଜୀବନ, ଆସ୍ପୃହା ଓ ଭାଗବତ କରୁଣା ଏବଂ ଶ୍ରୀ ଅରବିନ୍ଦଙ୍କ ଯୋଗରେ ନୂତନତ୍ୱ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ବିକାଶ ରଞ୍ଜନ ପରିଡ଼ା, ପ୍ରଭାତ କୁମାର ନାୟକ ଏବଂ ସୂର୍ଯ୍ୟକାନ୍ତ ମିଶ୍ର ଏହି ଶିବିରରେ ଆଲୋଚକ ଭାବେ ଯୋଗ ଦେଇଥିଲେ। 140ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଶିବିରକୁ ଅକ୍ଷୟ କୁମାର ପତି, ବବିତା ପାଲ, ପ୍ରଶାନ୍ତ କୁମାର ସ୍ୱାଇଁ, ତାରିଣୀ ଚରଣ ପତି, ବବିତା ନାୟକଙ୍କ ସହ ପାଠଚକ୍ରର ସମସ୍ତ ମାତୃଭୂମି ଅପା ଓ ଭାଇମାନେ ପରିଚାଳନା କରିଥିଲେ।